କରୁଥିବା ଏବଂ ପୃଥ୍वी ପ୍ରସିଦ୍ଧ କଟକର ଯେଉଁ ଦୁର୍ଗା ପୂଜା ଭସାଣୀ ମହୋତ୍ସବରେ ଗତକାଲି ମଧ୍ୟରାତ୍ରିରେ ଯେଉଁ କିଛି ଅଘଟଣ ଘଟିଗଲା ଏବଂ ବିଶେଷ କରି ଯେଉଁମାନେ ଦୁର୍ଗା ମାଙ୍କ ଭକ୍ତଙ୍କ ଉପରେ ଯେଉଁ ପ୍ରକାର ଅମାନୁଷିକ ଆକ୍ରମଣ ହେଲା ତାକୁ ଭାରତୀୟ ଜନତା ପାର୍ଟି କଠୋର ଶବ୍ଦରେ ନିନ୍ଦା କରୁଛି ଏବଂ ଯେଉଁମାନେ ଏ କାଣ୍ଡ ଭିଆଇଛନ୍ତି ବିଶେଷ କରି କଟକର ଭାଇଚାରାକୁ ନଷ୍ଟ କରିବା ପାଇଁ ଯେଉଁମାନେ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ଆଉ ବିଶେଷ କରି ଯେଉଁ 6 ଜଣ ବର୍ତ୍ତମାନ ସୁଦ୍ଧା ଆରେଷ୍ଟ ହୋଇଛନ୍ତି ବା ଆଗକୁ ହେବେ ସେମାନଙ୍କୁ NSA ବଳରେ ବା ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ବଳରେ ସେମାନଙ୍କୁ ଗିରଫ କରାଯାଉ। ଯଦି ଗିରଫ କରାଯାଇଛି ଏହି ଆଇନ ତାଙ୍କ ପାଇଁ ଲଗାଯାଉ, ଫଳରେ ଏଇଟା ଗୋଟେ ଏକ୍ଜାମ୍ପଲାରୀ ଆକ୍ସନ ହେବ। ଆଗକୁ ଯେଉଁ ପାର୍ବଣ ଆସୁଛି ବା କାଳୀ ପୂଜା ଏବଂ କାର୍ତ୍ତିକେଶ୍ୱର ପୂଜାଙ୍କ ବେଳେ ଆଉ ଏମିତି ଅଘଟଣ ନ ଘଟୁ ବା ବାରମ୍ବାର ବିଗତ ଦିନ ଯେଉଁ ଘଟୁଛି ତାର ପୁନରାବୃତ୍ତି ନ ହେଉ ଏ ପ୍ରକାର ଦାବି ଆମେ ରଖିଛୁ। ଏବଂ ଆଜି ସକାଳେ ଶାନ୍ତି କମିଟିର କିଛି କାର୍ଯ୍ୟକର୍ତ୍ତା ଏବଂ ପୂଜା କମିଟିର କିଛି ମୁରବୀ ଆମ ଦଳର କିଛି ନେତୃତ୍ୱ ସିପିଙ୍କ ସାଥିରେ ଡିସିପି ଅଫିସରେ ଏ ବିଷୟରେ ଆଲୋଚନା ହେଇଛି। ଯେଉଁ ମୁଖ୍ୟ ଦାବି ରହିଛି ଏ ଘଟଣା ପଛରେ ଯେଉଁ ବିଷୟ ରହିଛି ସେ ବିଷୟରେ ଆମେ ତାଙ୍କୁ ଅବଗତ କରିଛୁ ଏବଂ ସିଏ ଦେଇଥିବା ଜବାବ ମୁତାବକ କାର୍ଯ୍ୟାନୁଷ୍ଠାନ ଦ୍ରୁତଗତିରେ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଭସାଣୀ ଦୃଷ୍ଟିରୁ ଯେଉଁ ସବୁ ସିସି କ୍ୟାମେରା ଲାଗିଥିଲା ତାର ଚେକଅପ୍ ହେଉଛି ଏବଂ ସେ ଅନୁସାରେ ଆରେଷ୍ଟର ସଂଖ୍ୟା ଗିରଫର ସଂଖ୍ୟା ବୃଦ୍ଧି ପାଇବ ଏବଂ ଆମର ଡିମାଣ୍ଡ ଏଇଠି ଏ କଥାର ପୁନଚ୍ଛେଦ ଘଟୁ, ବାରମ୍ବାର ପୁନରାବୃତ୍ତି ନ ହେଉ, କଟକ ବଦନାମ ନ ହେଉ, ତା ଉପରେ ଆମେ ଆମର ଷ୍ଟାଣ୍ଡ କ୍ଲିୟର କରି ରଖିଛୁ। ବାକି ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଗତକାଲି ରାତି 2:20 ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋ ସାଥିରେ କଥା ହେଇଥିଲେ ଏବଂ କମିଶନର କଥା ହେଇଥିଲେ। ଆମେ ମଧ୍ୟ କମିଶନରକୁ କହିଥିଲୁ ତୁରନ୍ତ କଟକ ଆସନ୍ତୁ ଏବଂ ସେ ଆସିଥିଲେ, ନିଜେ ଲିଡ୍ କରିଥିଲେ। କୌଣସି ପ୍ରକାର ଆଉ ଘଟଣାକୁ ବୃହତ ରୂପ ନ ହେଉ, ମୋର୍ଟାଲିଟି ନ ବଢ଼ୁ, ମୃତାହତ ନ ହୁଅନ୍ତୁ। ତେଣୁ ସେ ବିଷୟ ମଧ୍ୟ ଧନ୍ୟବାଦ ପ୍ରଶାସନକୁ, ସିଏ ଆଉ ସେ ଘଟଣାକୁ ଆଗକୁ ବଢ଼େଇବାକୁ ଦେଇନଥିଲେ। ତାଦ୍ୱାରା ମଧ୍ୟ ସେ ଘଟଣାରେ ଆମର ଡିସିପି ନିଜେ ଆହତ ହେଇଛନ୍ତି, ଦରଗା ବଜାର IAS ଟୋଟାଲ ଆମର ପବ୍ଲିକ 6 ଜଣ ହୋଇଛନ୍ତି। ଏତଦ୍ ବ୍ୟତୀତ ନିଜେ ଡିସିପି ଆହତ ହେଇଛନ୍ତି, ତାଙ୍କର ଆଖି ତଳେ ଗଭୀର ଆଘାତ ଲାଗିଛି। ବାକି ବୋତଲ ମାଡ଼ରେ ମଧ୍ୟ ମୁଣ୍ଡ ବହୁତ ଜୋରରେ ଦରଗା ବଜାର IASଙ୍କର ସେ ମଧ୍ୟ ଆଘାତପ୍ରାପ୍ତ ହେଇଛନ୍ତି। ମାଧ୍ୟମରେ ଆଜି ସନ୍ଧ୍ୟାରେ କଟକ ସହରର ବିଭିନ୍ନ ଯୁବ ସଂଗଠନ, ଧାର୍ମିକ ସଂଗଠନ ଏ ଘଟଣାରେ ରୋଷ ପ୍ରକାଶ କରି ବିଭିନ୍ନ ଜାଗାରେ ବୈଠକମାନ କରୁଛୁ। ଆମେ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରୁଛୁ କଟକରେ ଶାନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବଜାୟ ରହୁ। ଆପଣମାନେ ଧୈର୍ଯ୍ୟ ଧରନ୍ତୁ, ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ରଖନ୍ତୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଯେଉଁ ଡିମାଣ୍ଡ ବିଭିନ୍ନ ଫୋରମରୁ ଆସିଛି ଆମେ ଏମିତି କହିପାରିବା, ଯେଉଁଗୁଡ଼ାକ ଆମର ଏଭିକ୍ସନ୍ ବିଷୟ, ଯେଉଁ ଜବରଦଖଲର ବିଷୟ, ସିଏ ଗୋଟେ ପାଦ ଆଗେଇଛି। 24 ଘଣ୍ଟା ନ ପୂର୍ବରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ଠାରୁ ଆରମ୍ଭ କରି ଯେଉଁ ହାତୀ ପୋଖରୀର ବିଷୟ ଏବଂ ଯେଉଁ ଇଲିଗାଲି ଯେଉଁମାନେ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଗିରଫ କରିବା ଇତ୍ୟାଦି ବିଷୟ ଦ୍ରୁତ ଗତିରେ କାମ ଚାଲିବ। ସରକାରଙ୍କ ଉପରେ ବିଶ୍ୱାସ ରହୁ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରହୁ। ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଏ କେସ୍ଟିକୁ ଡିଲ୍ କରୁଛନ୍ତି। ତେଣୁକରି ସମସ୍ତ ଅନୁଷ୍ଠାନ ଯେଉଁମାନେ ବର୍ତ୍ତମାନ ବି ସହରର ବିଭିନ୍ନ ଜାଗାରେ ବୈଠକମାନେ କରୁଛନ୍ତି ପ୍ରତିରୋଧ କରିବା ପାଇଁ, ଆମେ ଏମିତି କିଛି କରିବାନି ଯାହାଦ୍ୱାରା କଟକ ସହରର ମାନ କମିବ, ମର୍ଯ୍ୟାଦା କମିବ। ଆମର ଯେଉଁ ପରିଚୟ ଅଛି ଧୀରେ ଧୀରେ ସେଥିରୁ ଆମେ ଓହରିଯିବା। ନିଶ୍ଚୟ ଆମ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉପରେ ବଡ଼ ଧରଣର ଆଘାତ ହେଇଛି। ସେ ଦୃଷ୍ଟିରୁ ସମସ୍ତେ କଟକ ସହର ଓଡ଼ିଶାବାସୀ ମର୍ମାହତ, ଆମେ ମଧ୍ୟ ମର୍ମାହତ ଏବଂ ଆମେ ପୁରା ସରକାରଙ୍କୁ ଏ ବିଷୟରେ ଅବଗତ କରୁଛୁ। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ, ଏକ୍ଜାମ୍ପଲାରୀ ଆକ୍ସନ ହେବ ଆଉ ନିଶ୍ଚୟ ହେବ। ସେ ଲୋକ ପ୍ରତିନିଧି ହିସାବରେ ଗତକାଲି ମୁଁ ବଡ଼ ଆଶ୍ଚର୍ଯ୍ୟ ହେଲି। ମୁଁ ନିଜେ ମଧ୍ୟ ଏଠି ସାମ୍ବାଦିକ ଭାଇମାନେ ଅଛନ୍ତି, ମୋ ମୁଣ୍ଡରେ ବି ବୋତଲ ମାଡ଼ ହେଲା, ଗୋଡ଼ରେ କାଚ ପଶିଲା। ଆମେ ଯେତେବେଳେ ସମାଧାନ କରିବାକୁ ଚେଷ୍ଟା କରୁଛୁ
आमर रेस्पॉन्सिबिलिटी से आम उत्तरदायी नुह उत्तरदायी हेले लोक प्रतिनिधि जो मानू लोक मैंने भरोसा कर भोट देते खाली बड़ा आश्चर्य लगिला एत बड़ घटना घटीगला विधायिका देखना आज जाए देखा मिलूनी ओढ़ना पकई पूजा दर्शन कर आर्टिफिशियल रोल कर लोक भमित करने अपेक्षा ये जो अघटन समय लोक साथी चट्टाण भरी ठिया आवश्यक था अनुपस्थिति नीरवता बहुत आड़ दिग मानने संदेश दौर आम ये घटना निंदा करमर कौटी ना कौटी ए घटना पछरे यहाँ गोटे सुचिंतित सुपरिकल्पित षड़यंत्र बोली आम कौटी ना कौटी से बास्ना बारुचु ताकू पॉलिटिकल बा राजनैतिक संरक्षण दिया अनुमान करूँ ए सबू आम उच्चस्तरीय तदंत दाबी करूँ। सुरक्षा दृष्टि देखा जाए त्रुटि रही जिला प्रशासन बा पुलिस तरफ त्रुटि रही कि सुरक्षा व्यवस्था आपण जिला प्रशासन आपण माने कटक सहर लोक विगत बहुत पूजा पार्वण अनुभव आपण पाखे अच्छे जो दिन ठारू निर्दिष्ट दलर व्यक्ति जीति निर्दिष्ट संप्रदायर लोक जीति से दिन आज पर्यंत आप देखो कौटी ना कौटी एक निर्दिष्ट संप्रदाय द्वारा भक्त मैंने आक्रमण शिकार होती यहीटा भी चिंता कर विषय ये एक आतर्कित आक्रमण था यहाँ गोटे आतर्कित आक्रमण थिला ना यहाँ पूरा बिल्कुल आप ठीक कहते यहाँ बिल्कुल गतकाली रातिर घटना आ पूर्व जो मंडल होता से राम गीत जो बाजुची आक्रमण होती अर्थात जो माने असामाजिक तत्व से माने प्रिपेयर अच्छा यहाँ गोटे संगीन विषय यहाँ बारंबार घटू तेणुक आपण मध्यम आम व्यक्तिगत भाव भेटी एवं प्रशासन निवेदन करूँ ये घटनार पुनरावृत्ति न हो कठोर हाथ में कार्य माने दमन करा आपण माने मोर जी माने व्यक्तिगत आश्वस्ति अच्छी गोटे विषय प्रथम थर पर सीधा सड़क मुख्यमंत्री ए विषय को गंभीरतार सहित नहीं निजे बारंबार से विषय दिल्ली में थी फॉलोअप कर एक्शन बहुत स्पीडली हो। लेटेस्ट न्यूज अपडेट पाई www.nowodisha.com को लॉगिन करंतु।